ଯୋଉଠି କଂସ ସେଇଠି ଯୋଉଠି ରାବଣ ସେଇଠି ରାମ ଯୋଉମାନଙ୍କ ପାଇଁ ସିଷ୍ଟମ ସେଇମାନଙ୍କ ପାଇଁ ମା ସମସ୍ତେ ମା ଆଉ ଶାନ୍ତି ଦେବୀ ତ ଶାନ୍ତି ଦେବୀ ଆଉ ହଁ ଗାଡି ମାମା କେବେ ଥକିବନି ଶାନ୍ତି ଦେବୀ ସେ କେବେ ଥକିବନି। ମୋ ବାପା ଦିନକୁ 10 ଥର ମତେ କହନ୍ତି କୁକୁର ତା ମାନେ ନୁହଁ ଯେ ସେ କୁକୁର ସେଇ କୁକୁର ବେଳେ ବେଳେ କୁକୁର ବି ଖୁସି ଦିଏ ଏ କୁକୁର ଶବ୍ଦଟାକୁ ମଧ୍ୟ ଖୁସିରେ ନେଇଯିବା କଥା କୋଉ କଳାକାରକୁ କଷ୍ଟ ଦେଇପାରେ କିଏ ନିଜ ଦେହକୁ ନେଇପାରେ। ଯାତ୍ରା ରାଣୀ ସିଂହ ବାହିନୀ ତାର ପ୍ରଥମ କ୍ୟାମ୍ପ ବସ୍ତାରୁ ଆରମ୍ଭ କରିଥିଲା ଆଗା ହଉଛି ତାର ଦ୍ୱିତୀୟ କ୍ୟାମ୍ପ ଦ୍ୱିତୀୟ କ୍ୟାମ୍ପରେ ପ୍ରଥମ ରାତି ଆଜି ଏଡା ନାଟକ ମଞ୍ଚସ୍ଥ ହେଇଛି। ଅବଶ୍ୟ ଟିକେ ଡେରିରେ ନାଟକ ଆରମ୍ଭ ହେଲା କିନ୍ତୁ ଭରପୁର ଦର୍ଶକ ଥିଲେ ବହୁତ ଭଲ ଲାଗିଲା ଏକ୍ସପିରିଏନ୍ସ ବହୁତ। ସବୁଠୁ ବଡ କଥା ହଉଛି ଅନୁଷ୍ଠାନ ସିଂହ ବାହିନୀ ଅନୁଷ୍ଠାନର ଦୁଇଟି ଯାକ ନାଟକ ବୋଉଲୋ ବୋଉ ଏବଂ ଏଡା ଏବଂ ଦୁଇଟି ଯାକ ନାଟକରେ ମୁଁ ମଧ୍ୟ ଅଭିନୟ କରିଛି ତେଣୁ କୋଉଟା ଭଲ କୋଉଟା ଖରାପ ସେଟା କହିବାଟା ସମ୍ପୂର୍ଣ୍ଣ ଭୁଲ କାହିଁକିନା ଆମେ ଯଦି ଯୋଉ ନାଟକଟିକୁ ଭାବିଦେବା ଯେ ଏଇଟା ଭଲ ନୁହଁ ସେଇ ଦିନଠୁ ସେ ନାଟକ ଏବଂ ସେ ଚରିତ୍ରଟି ମରିଗଲା। ତେଣୁ ଉଭୟ ନାଟକ ଭଲ ଲୋକ ଦେଖିଲେ ନିହାତି ଏନ୍ଜୟ କରିବେ ଯେହେତୁ ଏବେ ପ୍ରଥମେ ନାଟକ ଓପନିଂ ହେଇଛି ତଥାପି ଭରପୁର ମନୋରଞ୍ଜନ ପାଇବେ। ଭାଇରାଲ ଶବ୍ଦଟି ଯେବେଠୁ ଆରମ୍ଭ ହେଇଛି ସେ ଶବ୍ଦ ମୁଁ ଯାତ୍ରାରେ ଯୋଉ ବର୍ଷ ଏଣ୍ଟ୍ରି କଲି ସେ ବର୍ଷ ନେଇକି ଆସିନଥିଲି ଏଇଠିକି ଆସିବାର ଦୀର୍ଘ ବର୍ଷ ପରେ ସେ ଶବ୍ଦଟି ମୋ ନାଁ ସହିତ ଯୋଡା ହେଇଛି ତେଣୁ ଅପେକ୍ଷା କରିବା ଯଦି ସମୟକ୍ରମେ ସେ ହଟିଯିବ ଯଦି ନ ହଟିବ ତାକୁ ନେଇ ଚାଲିବା ପାଇଁ ପଡିବ। ପ୍ରତ୍ୟେକଟି ଚରିତ୍ର ଭଲ ଲାଗେ ପ୍ରତ୍ୟେକଟି ଚରିତ୍ର ଉପସ୍ଥାପନା କରିବା ପାଇଁ ମଧ୍ୟ ଭଲ ଲାଗେ କିନ୍ତୁ ସବୁ ପରେ ବି ଗୋଟେ ମନ ଥାଏ ଆଉ ଯୋଉ ନାଟକ ସମାଜରେ ପରିଚୟ ଦେଇଥାଏ ସେ ନାଟକକୁ ତ ଆମେ ଏଡେଇ ଦେଇ ପାରିବାନି ତେଣୁ ଯଦି ସେମିତି ଦେଖିବା ସବୁଠୁ ପ୍ରିୟ ନାଟକ ଅଧା ରାତିର ସାଥୀ ନା ଯାତ୍ରା ହଉଛି ଲାଇଭ ଶୋରେ ଏମିତି ହୁଏ ସେଟା ଆଜ୍ଞା ଏଗୁରା ହୁଏ ଯାତ୍ରାରେ ଏଗୁରା କିଛି ଗୋଟେ ବଡ କଥା ନୁହଁ ବାସ୍ ଆର୍ଟିଷ୍ଟ କୋପରେସନରେ ନାଟକ ହଉଛି ବହୁତ ସୁନ୍ଦର ନାଟକ ହଉଛି ସେଇଟା ହଉଛି ସବୁଠୁ ବଡ କଥା। ଆମେ ନାଟକ ତିଆରି କରିଛୁ ଦର୍ଶକ ମାନଙ୍କ ପାଇଁ ଦର୍ଶକ ମାନଙ୍କର ଭରପୁର ମନୋରଞ୍ଜନ ପାଇବା ପାଇଁ ଯୋଉ ଟିକେଟ କାଟିକି ସେ ଯୋଉ ଆଶା ନେଇ ଟେଣ୍ଟ ଭିତରକୁ ଆସୁଛନ୍ତି ସକାଳେ ଯେତେବେଳେ ଟେଣ୍ଟ ଛାଡିକି ଯିବେ ଅନ୍ତତଃ ପକ୍ଷେ ତାଙ୍କ ଆଖି ଭଲ ଦେଖିବା ଦରକାର କାନ ଭଲ ଶୁଣିବା ଦରକାର ଯଦି ତାଙ୍କ ଆଖି ଭଲ ଦେଖିଛି କାନ ଭଲ ଶୁଣିଛି ନିହାତି ସିଏ ନାଟକଟିକୁ ଭଲ ହିଁ କହିବେ। ଆଜ୍ଞା ଯାତ୍ରା ହଉଛି ଏକ ସମ୍ପୂର୍ଣ୍ଣ ମନୋରଞ୍ଜନର ଜିନିଷ ଯେତେବେଳେ ମଣିଷ ବହୁତ ଷ୍ଟ୍ରେସ୍ ଭିତରକୁ ପଳାଏ ସେତେବେଳେ ମଣିଷ ମନୋରଞ୍ଜନ ଖୋଜେ ରିଲାକ୍ସ ହବା ପାଇଁ ତେଣୁ ମନୋରଞ୍ଜନ ହଉଛି ଏମିତି ଗୋଟେ ଜିନିଷ ଯୋଉଟାକି ଉପଭୋଗ କରିବା ଦରକାର ଏବଂ ତାକୁ ଭୁଲିଯିବା ଦରକାର। ଆମେ ଯଦି ସେଥିରୁ ଶିକ୍ଷଣୀୟ ଜିନିଷ ଖୋଜିବା ହଁ ପ୍ରତ୍ୟେକଟି ଜିନିଷ ଶିଖିବାର ଅଛି ଆମେ ଯଦି ଦେଖିବା ହିରୋ କାନ୍ଦୁଛି ଆମେ ହିରୋଠୁ ଶିଖୁଛେ ତାହେଲେ ଭିଲିଆନଟା ରେପ୍ କଲା ପରେ ଲାଷ୍ଟକୁ ଆରେଷ୍ଟ ହଉଛି ସିଏ ମରୁଛି ସେଇଟା ବି ଶିଖିବା ଦରକାର ତେଣୁ ପ୍ରତ୍ୟେକଟି ଜିନିଷରୁ ଶିଖିବାର ଅଛି। ଆଉ ଦ୍ୱିତୀୟ କଥା ଶିଖିବା ପାଇଁ ଆମର ଅନେକ ଜିନିଷ ଅଛି ଆମେ ସମାଜକୁ କଣ ଶିକ୍ଷା ଦେବା ଆମେ ଯାହା ବି ଶିକ୍ଷା ପାଉଛେ ଗୀତା ଭାଗବତ ରାମାୟଣ ଆମରି ପୁରାଣରୁ ଆମେ ଶିକ୍ଷା ପାଉଛେ ଆପଣ ଦେଖିଦେବେ ଆମର ଯେତିକି ଟିଭି ଚ୍ୟାନେଲ ସବୁ ରହିଛି ଆଧ୍ୟାତ୍ମିକ ଚ୍ୟାନେଲ ତାଙ୍କର ଉଦ୍ଦେଶ୍ୟ କଣ ଯେତିକି ଆଧ୍ୟାତ୍ମିକ ଚ୍ୟାନେଲ ଅଛି ସମସ୍ତଙ୍କ ଉଦ୍ଦେଶ୍ୟ ସମାଜକୁ ଭଲ ବାର୍ତ୍ତା ଦେବା କିନ୍ତୁ ଆପଣ ଯେତେବେଳେ ରିଚାର୍ଜ କରିବା ଲିଷ୍ଟଟା ଦେଖିବେ ସେଥିରେ ଆଧ୍ୟାତ୍ମିକ ଚ୍ୟାନେଲ ଗୁଡାଏ ଆପଣ ଫ୍ରି ପାଇବେ ଆଉ ଯଦି ପାଇବେ 50 ପଇସା ଟଙ୍କାଟା ଏମିତି ପାଇବେ ତେଣୁ ଏଠି ଶିକ୍ଷଣୀୟ ଜିନିଷ କେହି ମାଗଣାରେ ହିଁ ମିଳେ ସେ ଚ୍ୟାନେଲରେ ତ 24 ଘଣ୍ଟା ଦେଖନ୍ତୁ ଓଡ଼ିଆରେ ଅନେକ ଶିକ୍ଷଣୀୟ ଚ୍ୟାନେଲ ଅଛି ଯୋଉଥିରେ କି ଆଧ୍ୟାତ୍ମିକ କଥା କହୁଛନ୍ତି ହିନ୍ଦୀରେ ବି ଅନେକ ସେମିତି ଚ୍ୟାନେଲ ଅଛି 24 ଘଣ୍ଟା ଆପଣ ଯେତେବେଳେ ଲଗେଇବେ ଆପଣ ଠାକୁରଙ୍କ କଥା ଦେଖିବେ ଆପଣ ଜୀବନଚର୍ଯ୍ୟା କେମିତି ହେବା ଦରକାର ସବୁଠୁ ଶିଖିବେ ସେଇଠୁ କିନ୍ତୁ ସେଇ ଚ୍ୟାନେଲ ଗୁଡ଼ିକ ସବୁଠୁ ଶସ୍ତା ତେଣୁ ଆମେ ଯଦି ଶିଖିବା ପାଇଁ ଚାହିଁବା ଆମେ ପ୍ରତ୍ୟେକଟି ଜିନିଷରୁ ଶିଖିପାରିବୁ ଯଦି ଶିଖିବା ପାଇଁ ନ ଚାହିଁବା ଆମେ ଭଲରୁ ବି ଗୁଣ ବାହାର କରିବୁ। ମୁଁ ଗୋଟେ କଳାକାର ଲେଖକ ଯାହା ଲେଖିଛନ୍ତି ନିର୍ଦ୍ଦେଶକ ଯାହା ନିର୍ଦ୍ଦେଶନା ଦେଇଛନ୍ତି ତାକୁ କରିବା ହଉଛି ମୋ କାମ ତାକୁ ଅଭିନୟ ଆଜ୍ଞା ଷ୍ଟୋରିରେ ଯାହା ଲେଖା ହେଇଛି
ମୁଁ ସେଇ କାହାଣୀ ହିସାବରେ ହିଁ ଅଭିନୟ କରୁଛି, ଆଉ କିଛି ନୁହେଁ। ନା, ପ୍ରଥମେ ହଉଛି ଅନୁଷ୍ଠାନ, ପ୍ରଥମେ ହଉଛି ନାଟକ। ମତେ ଜଣେ ଦେଖିବା ପାଇଁ ଆସିବେ, 15 ମିନିଟ୍ ସଫିସିଏଣ୍ଟ। ଗୋଟେ କଳାକାରକୁ ଆଖି ପୁରେଇକି ଦେଖିବା ପାଇଁ 15 ମିନିଟ୍ ସଫିସିଏଣ୍ଟ। ଯଦି ନାଟକ ଭଲ ନ ରହିବ, କାହାଣୀ ଭଲ ନ ରହିବ, କେବେ ବି ଆପଣ ସକାଳେ ଯାଏ ବାନ୍ଧିକି ରଖିପାରିବେ ନାହିଁ। ପିୟୁଷ ଜାଗାରେ ଅମିତାଭ ବଚ୍ଚନ, ସଲମାନ ଖାନ ରହିଲେ ବି ଘଟଣା ସେଇଆ ହେବ। ଭାଇ ପ୍ରଥମ ଥର ପାଇଁ ପୁଅ ଏଣ୍ଟ୍ରି କରିଛନ୍ତି ଏଥିରେ। କାହିଁକି ଏଣ୍ଟ୍ରି ଏମିତି ଯାତ୍ରାରେ ଏଣ୍ଟ୍ରି କରିନି, ନାଟକର ଗୋଟେ ଏଲଇଡି ପାର୍ଟ ଥିଲା, ସେ ଏଲଇଡି ପାର୍ଟରେ ସେ ଅଭିନୟ କରିଛି। ଦମଦାର ଅଭିନୟ କରିଛନ୍ତି? ଆଶା Expression କରିବି ପୁରା- ଭଗବାନ ତାକୁ ଦୀର୍ଘାୟୁ କରନ୍ତୁ। ପୁଣି ସେକେଣ୍ଡ ପିୟୁଷ ଜନ୍ମ ହେବ। ନା, ସେ ଆୟୁଷ ହେଇକି ଅଛି, ଆୟୁଷ ହେଇକି ରହୁ। scene ଦେଖିଲେଣି? ହଁ, ଖୁସି ଆଉ କଣ କହିବି, ଯେତେବେଳେ ତାକୁ ସେ ଯୋଉ ଜୀବନ expression ଅଛି ଆଉ ଯୋଉ scene ଗୁଡାକ ଦମଦାର ଅଛି ପୁରା। ଆଶା କରିବି ସମସ୍ତଙ୍କ ଆଶୀର୍ବାଦ ତା ଉପରେ ରହୁ। ପ୍ରଥମେ ଦୀର୍ଘାୟୁ ହଉ, ପ୍ରଥମେ ଭଲ ମଣିଷଟେ ହଉ, ତାପରେ କଳାକାର ହବ କି ଯାହା ହବ ଦେଖିବ। ଆପଣଙ୍କ ବାଳୁଙ୍ଗା ହବନି? ବାଳୁଙ୍ଗା କଣ, ବାଳୁଙ୍ଗା ବି ନ ରହିଲେ କଳାକାର ହବା ବହୁତ କଷ୍ଟ। ଗୋଟେ ଏକ୍ସପିରିଏନ୍ସ କହୁଛି ଶୁଣନ୍ତୁ। ଏଇ ଯୋଉ ଜିନିଷଟା, ଏଇଟା ଗୋଟେ ବହୁତ ମାରାତ୍ମକ ଜିନିଷ। ଏଇ ଯୋଉ ଦର୍ଶକଙ୍କ ସାଙ୍ଗରେ ମିଶିବା, କାହିଁକି ନା ଗୋଟେ ମଣିଷ ଗୋଟେ ଜିନିଷ ସାଙ୍ଗରେ ଆକ୍ୱାଣ୍ଟେଡ ହେଇଯାଏ। ଦର୍ଶକଙ୍କୁ ଛାଡି ଆମେ କେବେ ବଞ୍ଚି ପାରିବା ନାହିଁ, ତ ତାଙ୍କୁ ଆଭଏଡ କରିକି କଣ ଲାଭ? ଯୋଉଦିନ ସିଏ ମୁହଁ ଫେରେଇ ନେବେ, ସେଦିନ ଆପଣ ଥାଇକି ବି କିଛି ନାହିଁ। କାହିଁକି କହୁଛି ନା, ପ୍ରତ୍ୟେକ ଦିନ ସକାଳେ ଦର୍ଶକଙ୍କ ସାଙ୍ଗରେ ଇଣ୍ଟରାକ୍ଟ ହେବା ପାଇଁ ସୁଯୋଗ ମିଳେ। ଏଇଟା ଗୋଟେ ଅଭ୍ୟାସରେ ବଦଳି ଯାଇଛି। ବେଳେ ବେଳେ ବର୍ଷା ହୁଏ, ଦର୍ଶକ ପଛକୁ ଆସିପାରନ୍ତିନି। ଏଇ ରିସେଣ୍ଟ କଥା କହୁଛି, ସେତେବେଳେ ସକାଳେ ବି ମନ କଷ୍ଟ ହୁଏ ଯେ ଆଜି କେହି ଆସିପାରିନାହାନ୍ତି, ବର୍ଷା ପାଇଁ କାଦୁଅ ହେଇଛି, କେହି ଆସିପାରୁନାହାନ୍ତି। ତ ଚିନ୍ତା କରନ୍ତୁ, ଯଦି କ୍ଷଣିକ ପାଇଁ ଏଇ ଜିନିଷଟା କଷ୍ଟ ଦିଏ, ଯୋଉଦିନ ଏଇ ସମ୍ପୂର୍ଣ୍ଣ ଜିନିଷଟା ଆପଣଙ୍କ ଜୀବନରୁ ଓହ୍ଲେଇଯିବ, ଆପଣ ଯାଉଥିବେ, ଆପଣଙ୍କୁ କେହି ପଚାରିବେନି, ଆପଣ ଯାଉଥିବେ, ଆପଣଙ୍କୁ କେହି ଅନେଇବେନି, ତାଠୁ ଭଲ ବିଷ ଖାଇଦେବା। ହଁ, ଆମେ ତ କହିବାନି ଯେ ତା ଭିତରେ କିଛି ଅଛନ୍ତି ଯୋଉମାନେ କି ସମ୍ପୂର୍ଣ୍ଣ ଭାବରେ ମତେ ଭଲ ପାଆନ୍ତି। ତା ଭିତରୁ ସେ ବ୍ୟକ୍ତି ଜଣକ ହେଇଥିବେ ନିହାତି, ନହେଲେ ସେଇ କଥା କାହିଁକି କହିବି? ତାକୁ ମାଡ଼ ହବ, ତାକୁ ମାଡ଼ ହବ କିତିଶକୁ, ଅଲଗା କାହିଁ ହବ? ସେ କହିଲେ ଭାଇ ଜଣକ ପଳେଇ ଆଉ ଭାଇ କହୁ ଆଗେ, ଭାଇ ତ କହିନି ଅଛି, ଆଉ ତାପରେ ଝିଅ କହିବ ମାଡ଼ ହବ। ନା, ସେ କହୁଛନ୍ତି ମତେ ଭଲ ନାଟକ ମତେ ବହୁତ ଭଲ ଲାଗେ। ହଁ, ଯଦି ତୁଳସୀ ଯିବାର ହବ ତ ୱେଲକମ୍, କାହିଁକି ନା ସମ୍ରାଟ ସବୁବେଳେ ସମ୍ରାଟ। କାହିଁକି ନା ସମ୍ରାଟର ମାଟି, ସମ୍ରାଟର ଛାପା, ସେଟା ଗୋଟେ ଯାତ୍ରା ଇଣ୍ଡଷ୍ଟ୍ରିରେ ସ୍ୱତନ୍ତ୍ର ମାଇନେ ରଖେ। ଯଦି ସେ ସମ୍ରାଟ ଅଫର ଆସେ ତା ପାଇଁ, ୱେଲକମ୍, ଯିବା କଥା। ସବୁଠୁ ବଡ କଥା ହଉଛି ଜଣେ ଭଲ ମଣିଷ, କିଏ? ନାଣ୍ଡୁ ବାବୁ। ତେଣୁ ଗୋଟେ ଭଲ ମଣିଷ ହିଁ ଗୋଟେ ଭଲ ମଣିଷକୁ ଚିହ୍ନି ପାରେ। ଆଉ ମଣିଷ ତିଆରି କରିବା କଥା, କଳାକାର ଉପରୁ ତିଆରି ହେଇକି ଆସନ୍ତି, କିନ୍ତୁ ଜଣେ ଭଲ ମଣିଷ ଏବଂ ଭଲ କଳାକାର ତିଆରି। ଲଢେଇ କାହିଁକି କରିବୁ? ନାଟକରେ ଲଢେଇ କରିବୁ। ନା, ସବୁ ପରେ ଯେତେବେଳେ ପାଖରେ ପାଟି ପଡେ ଲାଗେ ଯେ ଲଢେଇ ହୁଏ, କିନ୍ତୁ ନା, କଳାକାରଙ୍କର ଗୋଟେ ମହାମିଳନ ହୁଏ, ବହୁତ ଭଲ ଲାଗେ। ଆଉ କାହ୍ନା ଭାଇଙ୍କ ଭଏସ, କାହ୍ନା ଭାଇଙ୍କ ଡାଇଲଗ, କାହ୍ନା ଭାଇଙ୍କର ଭଏସର ଡେପଥ, ସିଏ ସ୍ୱତନ୍ତ୍ର। ତେଣୁ କାହ୍ନା ଭାଇ ସବୁବେଳେ କାହ୍ନା ଭାଇ। କମ୍ପିଟେଟର କାହିଁ ଭାବିବି, ସମସ୍ତେ ମୋ ଭାଇ। ଆଉ କମ୍ପିଟିସନ କଥା, କମ୍ପିଟିସନ ସେମିତି କିଛି ନାହିଁ। ସମସ୍ତେ ନିଜର ନାଟକ ପରିବେଷଣ କରୁଛନ୍ତି, ସମସ୍ତେ ନିଜର ଭଲ ଦେବା ପାଇଁ ଚାହୁଁଛନ୍ତି। ବାସ୍ ଭାଗ୍ୟର କଥା, କେତେବେଳେ କୋଉ ନାଟକ ବାଜେ, କୋଉ ନାଟକ ବାଜେନି, ଆରି ଭିତରେ ଚାଲେ, ନହେଲେ ସେମିତି କମ୍ପିଟିସନ କିଛି ନୁହଁ। ସିଏ କଣ ଅନୁଭବ କରିଥିବେ କହିଥିବେ, କିନ୍ତୁ ମୁଁ ସେମିତି କେବେ ଅନୁଭବ କରେନି, କାହିଁକି ନା ମୁଁ ଆଖି ଆଗରେ ଦେଖିଛି ମୋଠୁ ବହୁତ ଭଲ ଭଲ କଳାକାର ଅଛନ୍ତି ଆମ ଯାତ୍ରା। ଆପଣ ପ୍ରାର୍ଥନା ଚ୍ୟାନେଲ, ଆସ୍ଥା ଚ୍ୟାନେଲରୁ କଣ ଶିଖିଲେ? ସେଟା ତ 24 ଘଣ୍ଟା ଦଉଛି। ଆପଣ ସେଥିରୁ ଶିଖି ପାରୁନାହାନ୍ତି, ଯାତ୍ରା ଏଇ 4 ଘଣ୍ଟା ଭିତରୁ କଣ ଶିଖିବେ? ଏଟା ହଉଛି ଗୋଟେ ମନୋରଞ୍ଜନ, ଆପଣ ବାସ୍ ଏନ୍ଜୟ କରିବେ, ଭୁଲିଯିବେ। ତାପରେ ସକାଳେ ଆପଣଙ୍କର କାମ ଅଛି, ନିଜ କର୍ମରେ ମନ ଦେବେ। ଯାତ୍ରା ଦେଖି ହାଙ୍ଗଓଭରରେ ରହିକି ନିଜ କର୍ମ କାହିଁକି ଖରାପ କରିବେ? ଅଭିନୟ କରୁଛି, ଲିଡରେ ନାହିଁ, ଅଭିନୟ କରୁଛି। ପ୍ରପର ରେଷ୍ଟ ଦରକାର। ତାପରେ କାହାର ଦେହ କଥା, କେତେବେଳେ ଥଣ୍ଡା, ଏବେ ବର୍ଷା ଯେମିତି ହେଇଛି, ଭଏସ କଥା ରେଷ୍ଟ ନ ନେଲେ ସେ ଟିକେ ବସିଯିବ ଯାହା ହେଲେ। ଏବେ ମୋ ଭଏସର କଣ୍ଡିସନ ଯାହା ଅଛି, ଦବିକି ଅଛି, କିନ୍ତୁ ଶୋଇକି ଉଠିଲା ପରେ ଆଉ ଟିକେ ଖୋଲିଯିବ। ସେ ଆମ ପରିବାରର। କାଲି ଯଦି ମୋ ପରିବାରରେ ଅବିକା ମୋ ବୋଉର ଦେହ ଖରାପ, ମୋ ବୋଉ କଥା ମୁଁ ବୁଝୁନି, ସେମିତି ସିଏ ଆମ ପରିବାର, ତେଣୁ ତାଙ୍କ ଦେହ ଖରାପ ଯେହେତୁ ଆମେ ବୁଝିବା।